ପୁରୁଣାକଟକ ଠାରେ ଆଧ୍ୟାତ୍ମିକ ପରିବେଶରେ ଚାଲିଛି ମା ଭୈରବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଆଜି ସନ୍ଧ୍ୟା 6ଟା ସମୟରେ ମିଳିଥିବା ସୂଚନା ଅନୁସାରେ ହରଭଙ୍ଗା ବ୍ଲକ ସ୍ଥିତ ପୁରୁଣାକଟକ ଠାରେ ଜଗତଜନନୀ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ କଳସ ଯାତ୍ରା ଓ ଯଜ୍ଞ ଆରମ୍ଭ ହୋଇଛି। ଶୁଦ୍ଧପୂତ ଚିତ୍ତରେ ଲକ୍ଷ୍ମୀନାଳ ତସରା ଘାଟରୁ ଗଙ୍ଗାମାତାଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରି ଏକ ବିଶାଳ ସାଂସ୍କୃତିକ ପଟୁଆରରେ କଳସ ଯାତ୍ରା ଆସି ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରାଯାଇଛି। ଅଙ୍କୁରାରୋପଣ ପରେ ଆଜି ଶୁଭ କଳସ ଯାତ୍ରା ଓ ଯଜ୍ଞ ଶୁଭ ଆରମ୍ଭ ହୋଇଛି। ଚଳିତ ମାସ ଏପ୍ରିଲ 24 ତାରିଖରୁ ମେ ମାସ 1 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଦୀର୍ଘ 8 ଦିନ ଧରି ଏହି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ଉଛୁଳୁଛି ମାଙ୍କ ପୀଠରେ। ସେହିପରି ଶନିବାର ଜଳାଧିବେଶ ଓ ଗାନ୍ଧାଧିବେଶ, ରବିବାର ଧନ୍ୟାଧିବେଶ, ସୋମବାର ସ୍ନାନାଧିବେଶ, ମଙ୍ଗଳବାର ସଜ୍ଜାଧିବେଶ, ବୁଧବାର ଶିବନ୍ୟାସ, ଧ୍ୱଜାରୋହଣ, ବିଗ୍ରହ ସ୍ଥାପନ, ଅଷ୍ଟପ୍ରହରୀ ନାମଯଜ୍ଞ ଓ ଗୁରୁବାର ପୂର୍ଣ୍ଣାହୁତି ସହିତ ପ୍ରତ୍ୟହ ଘୃତଯଜ୍ଞ, ଚଣ୍ଡୀପାଠ, ନାମଯଜ୍ଞ, ପାରାୟଣ, ପ୍ରବଚନ, ଭଜନ, ସମାରୋହ, ଅନ୍ନଯଜ୍ଞ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟପଟେ ଜନଗହଳିକୁ ନେଇ ପୁରୁଣାକଟକ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ସହିତ ସନ୍ଧ୍ୟା ସମୟରେ ମାଙ୍କ ଦର୍ଶନ ନେଇ ଭକ୍ତଙ୍କ ଗହଳି ଓ ଦୀପଦାନ ଦେଖିବାକୁ ମିଳୁଛି। ସେପଟେ ମୀନା ବଜାରର ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡ଼ିକ ମଧ୍ୟ ଗହଳି ଭିଡ଼ ଲାଗି ରହୁଛି। ମାଙ୍କ ଏହି ନୂତନ ମନ୍ଦିର ପ୍ରତିଷ୍ଠାରେ ମନ୍ଦିର ପରିଚାଳନା କମିଟିର ସଭାପତି ସମ୍ପାଦକଙ୍କ ସମେତ ସମସ୍ତ ସଭ୍ୟ, ପୂଜକ, ଅଞ୍ଚଳବାସୀ ଭକ୍ତ ସାହାଯ୍ୟ ସହଯୋଗ କରିଥିଲେ।